ଦେଖନ୍ତୁ ମୁଁ ଯାହା ଫଳାଫଳ ଆସୁଛି ତାକୁ ଦେଖିକି ଆଦୌ ବି ଆଶ୍ଚର୍ଯ୍ୟ ନୁହେଁ। ଆଉ ଯୋଉ ଯୋଉ କଥା ଆମେ କହିଥିଲୁ ନିର୍ବାଚନ ପୂର୍ବରୁ ଗତକାଲି ପର୍ଯ୍ୟନ୍ତ ସବୁ ଅକ୍ଷରେ ଅକ୍ଷରେ ସତ ଆସୁଛି। କୋଉଠି ନା କୋଉଠି ଭାରତୀୟ ଜନତା ପାର୍ଟି ଅତ୍ୟନ୍ତ ଭୟଭୀତ ଏବଂ ଦେଶ ବ୍ୟାପୀ ଯୋଉ କଥା ମୁଁ କାଲି କହୁଥିଲି, କ୍ଷମା କରିବେ ରିପିଟ କରିବାକୁ ବାଧ୍ୟ ହଉଛି। ଦେଶବ୍ୟାପୀ କୋଉଠି ନିର୍ବାଚନ ଜିତିବା ଅବସ୍ଥାରେ ନାହାନ୍ତି ଗଣତାନ୍ତ୍ରିକ ପଦ୍ଧତିରେ। ପପୁଲାର ଭୋଟ ହରେଇଛନ୍ତି, ଲୋକଙ୍କର ଆସ୍ଥା ହରେଇଛନ୍ତି, ଯାହା ଫଳରେ ବାଧ୍ୟ ହେଇକିରି ଇଭିଏମ ମେସିନ ର ମିସୟୁଜ ଠୁ ଆରମ୍ଭ କରିକି ଯାବତୀୟ କଳ ବଳ କୌଶଳ ବ୍ୟବହାର କରିବା ଏବଂ ସବୁଠୁ ଖତରନାକ ହେଲା ସରକାରୀ କଳର ଅପବ୍ୟବହାର କରିବା। ତିନିଟି ସରକାର ଲାଗିଥିଲେ ଭାରତୀୟ ଜନତା ପାର୍ଟିକୁ ଜିତେଇବା ପାଇଁ କି ଓଡିଶା ସରକାର, ଛତିଶଗଡ ସରକାର ଏବଂ କେନ୍ଦ୍ର ସରକାର। ଏବଂ ତାର ମଧ୍ୟ ଏଇଟା ମୁଁ ଏମିତି କହୁନି, ୱିଥ ପ୍ରମାଣ ଆମେ ଦେଇଛୁ ନିର୍ବାଚନ କମିଶନ କୁ, ପ୍ରମାଣ ସହ ଅବଜରଭର ମାନଙ୍କୁ ଦେଇଛୁ, କଲେକ୍ଟରଙ୍କୁ ଦେଇଛୁ ଯିଏ ରିଟର୍ଣ୍ଣିଂ ଅଫିସର, ଏବଂ ତାଙ୍କର କଣ ପ୍ରତିକ୍ରିୟା ଥିଲା ତାକୁ ବି ଜଣେଇଛୁ। ଏବଂ ଏଇଟା ବି କହିବି ଯେ ନିର୍ବାଚନ କମିଶନର ତତ୍ତ୍ୱାବଧାନରେ ଭାରତୀୟ ଜନତା ପାର୍ଟିକୁ ନୂଆପଡାରେ ଜିତେଇବାର ଦାୟିତ୍ୱ ଶାସକ ଦଳ ନେଇଥିଲା ଏବଂ ସରକାରୀ ଅଫିସର ମାନେ ନେଇଥିଲେ, ଯାହାର ଫଳାଫଳ ଆମେ ଦେଖିବାକୁ ପାଉଛେ। 100% ଯନ୍ତ୍ରାଦେଶ, 100% ମ୍ୟାନିପୁଲେଟେଡ ରେଜଲ୍ଟ।